ଆମର ସ୍वर्ଗ ମର୍ତ୍ତ୍ୟ ପାତାଳ ଯୋଉ ଦେବତା ମାନେ ଯୋଉ ଅଛନ୍ତି ଆମେ ଅଦୃଶ୍ୟ କର ଆମେ ତ ଜାଣି ଯେ ପ୍ରକୃତିରେ ସାଧନା କରୁଛନ୍ତି ସେ ଦେଖିପାରିବେ ବ୍ରହ୍ମକୁ ଯିଏ ଚିହ୍ନି ପାରିଲା ସେ ଭଗବାନଙ୍କୁ ଅଦୃଶ୍ୟ କର ଦିବ୍ୟ ଜ୍ଞାନ ଦିବ୍ୟ ଚକ୍ଷୁ ଯୋଉଟା କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଲେ ପ୍ରଭୁଙ୍କୁ ସେ ଦେଖିପାରିବ ସାଧନା ମାଧ୍ୟମରେ ଆମେ ସାଧାରଣ ଲୋକ ଦେଖିପାରିବା ନାହିଁ ଭଗବାନ ଅଛନ୍ତି ତ ନିଶ୍ଚୟ ଅଛନ୍ତି ସୃଷ୍ଟିର କର୍ତ୍ତା ଜଣେ ଅଛନ୍ତି ତାଙ୍କର ରୂପ ରେଖ ନା ନଥିଲେ ବି ସୁଦ୍ଧା ଜଣେ ଭକ୍ତ ଯୋଉ ରୂପରେ ଚାହିଁବେ ସେ ପ୍ରଭୁଙ୍କୁ ଦେଖିପାରିବ କିନ୍ତୁ ଯୋଉ ଯମପୁର ଏଇ ଯୋଉ ଜିନିଷ ଗୁଡା ସବୁ ଅଛି ନା ନାଇଁ ସେ ସବୁ ପୁରାଣ କଥା ବୁଝିଲେ ତାକୁ ସେ ସବୁ ପୁରାଣ କଥାରେ ଯୋଉ ଯମପୁର ଅଛି ସେ ସବୁ ଉପଲକ୍ଷ୍ୟ ଶାସ୍ତ୍ର ଜଣେ ମର୍ଡର ହେଇସାରିଲା ଧର ତାକୁ ଶୁଳି ଦେଇ ସାରିଲା ପରେ ଏ କଥା କଷ୍ଟ ବହୁତ ସେ ମର୍ଡର କରିଥିଲା ଲୋକଙ୍କୁ ସେଇ ଲୋକ ତାର ଗୋଟେ ବିବେକ ଗୋଟେ ସାଧାରଣ ଭଗବାନ ତାକୁ ଦେଇଛି ଗୋଟେ ଆତ୍ମା ଗୋଟେ ତୁ ଜାଣିପାରୁନି ମଣିଷଟାକୁ ମର୍ଡର କରି ପକଉଛି ସବୁ ମଣିଷକୁ ମର୍ଡର କରୁଛି ଚୋରି ନାରୀ ସବୁ କଲା ଯୋଉ ଲୋକ ସେ ତ ପଶୁ ସହିତ ସମାନ ରାକ୍ଷସ ସହିତ ସମାନ ତେଣୁକରି ତାକୁ ଯଦି ଆମେ ଶୁଳି ଦିଆଯିବ ସେଥିରେ କିଛି ପାପ ନଥାଏ ଆମେ ଯଦି ତାକୁ ଉଦ୍ଧାର କରିଦବା ସେ ପୁଣି ଯଦି ଆସିକି ମର୍ଡର କଲା ମୋ କଥା ଟିକେ ଶୁଣୁ ଗୁଣ ସେ କର୍ମ ସୁଜେ ଏଣୁ ବିଷୟ ଜୀବ ସିଏ ତାର ଯାହା କରିବ ତା ଫଳଟା ସିଏ ପାଇବ ଯିଏ ଯାହା କରିଥାଏ ନିଜ ପାଇଁ କିନ୍ତୁ ସିଏ ଯୋଉ ଲୋକଟା ତାକୁ ଆମେ ଫାଶୀ ଦିଆଯାଉଥିଲା ସେ ବିକଳରେ ଛଟପଟ ହଉଛି ମତେ ଉଦ୍ଧାର କରାଯାଉ ସେ ପାପ କରୁ ପୁଣ୍ୟ କରୁ କିଛି ଯାସେ ନାହିଁ କିନ୍ତୁ ଆମେ ଯଦି ତାକୁ ସେଇ ଯୋଉ ବିକଳ ଯୋଉ ମାନେ ଯନ୍ତ୍ରଣା ପାଇବ ବୋଲିକି କିମ୍ବା ଯୋଉ କଷ୍ଟ ଭୋଗିବା ପାଇଁ ତାକୁ ଯୋଉ ଫାଶୀ ଦିଆଯିବ ସେଠୁ ଯଦି ଆମେ ତାକୁ ଉଦ୍ଧାର କରିଦବା ଆମର ଗୋଟିଏ ଲାଭ ହବ କଣ ଲାଭ ହବ ନା ତା ଅନ୍ତରରେ ଯୋଉ ଭଗବାନ ଅଛନ୍ତି ସିଏ ଆମ ପ୍ରତି ଖୁସି ହେଇକି ଆମକୁ ଆଶୀର୍ବାଦ କରିବେ ନା ଠିକ ଅଛି ଆଉ ଗୋଟେ କଥା ଦଶରତ୍ନାକର ଆଜି କେତେ ମର୍ଡର କରୁଥିଲା ଆଜି ଭଗବାନ ତାକୁ ଉଦ୍ଧାର କରିଦେଲେ କେମିତି ଉଦ୍ଧାର କଲେ ନା ଭଗବାନ ତାକୁ ଯୋଉ ରାମ ଯେତେବେଳେ ଦେଖାହେଲେ ତାକୁ ବୁଝେଇଲେ ଯାଇକି ଆରେ ତୋର ପରିବାର ତୁ ଯୋଉ ପାପ ଗୁଡା କରୁଛୁ ସେଥିରେ ଭାଗିଦାର ଅଛନ୍ତି କି ନାହିଁ ପରିବାର କେହି ବି ସେଥିରେ ସମର୍ଥନ ନୁହଁ ତେଣୁକରି ସେ ନିଜକୁ ନିଜେ ସଜାଗ ହେଇଗଲା ଚିନ୍ତା କଲା କହିଲା ନା ନା ପ୍ରକୃତରେ ଏଇଗୁଡା ପାପ ନାଇଁ ମୁଁ ବର୍ତ୍ତମାନ ଭଗବାନଙ୍କର ନାମ ଜପିନି ପ୍ରଭୁଙ୍କ କଥା ମାନିଲା ସେ ସୁଧାରିଗଲା ତେଣୁକରି ସେ ଭଗବାନ ତାକୁ ଉଦ୍ଧାର କରିଦେଲେ ସେ ମର୍ଡର କରୁଥିଲା ସେତେବେଳେ ତ ସେ ଶୁଳି ଫୁଳି ନଥିଲା ସେ ସେଇଠି ଭୋଗି ଛଟପଟ ହେଇକି ମରିଥାନ୍ତା ସେଇଠୁ ସଚେତନ ହେଇଗଲା ତାକୁ ଠାକୁର ପାର କରିଦେଲେ ଉଦ୍ଧାର କରିଦେଲେ ସେଥିରେ ଜପ କେତେ ବର୍ଷ ସାଧନା କରିକି ସେ ଉଦ୍ଧାର ହେଲେ କିନ୍ତୁ ଆମେ ଯଦି ୟାକୁ ଉଦ୍ଧାର କରିଦେବା ସେ ଶୁଳିରୁ ସେ ଅସୁରଟାକୁ ସେ ପୁଣି ମର୍ଡର କରିବ ଆଉ ତ ଅନ୍ୟାୟ ପାପ ଆହୁରି କରିଚାଲିବ ନା କଥା ଶୁଣ ସେଇ ଯୋଉ କଥା କହିଲୁ ଯେ ଅସୁରତ୍ନାକର କଥା କହ ସେଇ ଦଶରତ୍ନାକରାକୁ ବ୍ରହ୍ମା ତାକୁ ତ ଉଦ୍ଧାର କରିଦେଲେ ତାକତ ଅଛି ସେ ତାକୁ ଦେଇକି ତାକୁ ପାପ କର୍ମକୁ ଖଣ୍ଡନ କରିକି ଉଦ୍ଧାର କରିଦେଲେ ରଜା ଯଦି ତାକୁ ଶୁଳି ଦେଇଥାନ୍ତେ ତା ପାପ କର୍ମଟା ଖଣ୍ଡନ ହେଇନଥାନ୍ତା କିନ୍ତୁ ବ୍ରହ୍ମା କଲେ ପାପ ଶୁଣି ସାର କହିସାର ବ୍ରହ୍ମା ତାକୁ ଉଦ୍ଧାର କରିଦେଲେ ତାର ପାପ କର୍ମ ଖଣ୍ଡନ କରି ତାକୁ ଉଦ୍ଧାର କରିଦେଲେ ସେ ତାର ପୁନର ଜନ୍ମ ପାଇଲା ତାର ଗୋଟେ ବାଟକୁ ଗଲା କିନ୍ତୁ ଯଦି ରାଜ ଦରବାରରୁ ଶୁଳିରୁ ଆମେ ଉଦ୍ଧାର କରିବା ସେ ପାପ କର୍ମ ତାର ଖଣ୍ଡନ ହବନି ସେ ତାର ଅଧିକ ପାପ କରିବ ବୁଝିଲ କି ସେ ପାପ କରୁ ବା ପୁଣ୍ୟ କରୁ ତା ପାପ ପୁଣ୍ୟରେ ମୁଁ ଭାଗି ନୁହେଁ ତା ପାପ ପୁଣ୍ୟରେ ମୋର କିଛି ଯା ଆସେ ନାହିଁ କିନ୍ତୁ ତାଠାରୁ ଯୋଉ ମାନେ ଆଶୀର୍ବାଦ ରୂପକ ତା ହୃଦୟରୁ ଯୋଉ ଶକ୍ତିଟା ବାହାରିଲା ସେ ମତେ ବିଶୋଧନ କଲା କାହିଁକି ବାହାରିଲା ନା ଯେହେତୁ ସିଏ ଚାହୁଁଛି ଯେ ମୁଁ ଆହୁରି ପାପ କରେ ପୁଣ୍ୟ କରେ ମୁଁ ଆଉ କିଛି ଦିନ ବଞ୍ଚିମି ମତେ ସେ ମାରି ନ ଦିଅନ୍ତୁ ଯାହା ହଉ ଏଇ ମତେ ଏଇ ଲୋକଟି ମତେ ଉଦ୍ଧାର କରିଦେଲା ସେ ମନେ ମନେ ଭାବିଲା ଏଇ ଲୋକ ମତେ ଉଦ୍ଧାର କଲା ବୁଝିଲି ଆଉ ଗୋଟେ କଥା ଶୁଣ ଆଉ ଗୋଟେ କଥା ଆମେ ତାକୁ ଉଦ୍ଧାର କରିଦେବା ଆମେ ଉଦ୍ଧାର କରିଦେଲେ କିନ୍ତୁ ଆଉ ଗୋଟିଏ କଥା ଦରକାର ପଡ଼ିଲେ ଶୁଳିରୁ ଆସିକି ବହୁତ ଲୋକ ବି ପରିବର୍ତ୍ତନ ହେଇପାରନ୍ତି ଅନୁତାପ ବି ଆସିପାରେ ପରିବର୍ତ୍ତନ ହେଇପାରନ୍ତି ପୁଣି ମର୍ଡର କରିପାରନ୍ତି ପରିବର୍ତ୍ତନ ବି ହେଇପାରନ୍ତି ପରିବର୍ତ୍ତନ ହେଲା ଭିତରେ ବି ସେ ତା କର୍ମର ଫଳ ନିଜେ ଭୋଗିବ ଛଟପଟ ହବ ଭୋଗିବ ନିଶ୍ଚୟ ଭୋଗ ଏ ଛାଡି ଯିବନି କିନ୍ତୁ ସେ ମରିଗଲା ପରେ ନାଇଁ ତାକୁ ଶୁଳି ଦେଇ ସାରିଲା ପରେ ଆଉ ତ କିଛି ସେ ଭୋଗିଲାନି ନା ଭୋଗିବ ନା କେମିତି ଭୋଗିବ ମାନେ ଯମଦ୍ୱାରରେ ଯାଇକି ଯୋଉ ତେଲ ଗଢାର ପଡିବ ନା କଣ ଶୁଳି ଦେଲେ ସିନା ପ୍ରାଣଟା ବାହାରିଗଲା କିନ୍ତୁ ପାପ କର୍ମର ଭୋଗାଭୋଗଟା ରହିଲା ସେଟା ରହିଲା କିନ୍ତୁ ଆମେ ଯଦି ତାକୁ ଉଦ୍ଧାର କରିଦବା ଆବଶ୍ୟକ ହେଲେ ସେ ଯଦି ପରିବର୍ତ୍ତନ ହୁଏ ଆଉ ପାପ କରିବନି ପରିବର୍ତ୍ତନ କିନ୍ତୁ ପୂର୍ବରୁ ଯାହା କରିଛି ସିଏ ଖଣ୍ଡନ କଶ୍ଚିନ କାଳ ହେଇପାରିବନି ସଦ୍ଗୁରୁ ବିନା ନା କଣ ବୁଝିପାରୁଛୁ କି
ଆଉ गोटे बाटर खंडन हुए कौन अनुताप ही प्रायश्चितर कारण सी जो अनुताप अनुताप कर पाप खंडन हो तेणु ता पाप खंडन हो न हो ता कथा छाड़ किंतु आमे जने जीव को उद्धार करदे मन करा जाऊ गोटे पानी रे पड़ी गोटे मूषाटे छटपट होउची मूषाटा गोटे दुष्ट जीव आमे जदि ताको सेतुरु उद्धार करदेले आमर से पुण्य हो गला सी तार दुष्ट काम दुष्ट प्रकृति द्वारा तार जहाँ करू भल करू मंद करू किंतु आमे जब उद्धार करदेले आमे जने माने जीव को उद्धार करबा द्वारा जो पुण्य कर्म है से पुण्य कर्म फलटा आम पाखक पलि आइला तेणुक कहते निजे को चिन्ह जगत को निजे आगे बंचवा निजे केमती उद्धार हवा निज कथा चिंता कर आगे निज कथाटा प्रथमे बुझल कि निज कथाटा न करके किसी पारे निजे जो आध्यात्मिक कर्म हूँ निज कर्म बुझल निजे निजे सब कर्म करके उद्धार होती आउ किए कर्म करती सद्गुरु उपाय बतई दियंती आमे कर्म करके उद्धार पाते आमर पाप खंडन हुए अन्य जिन हुए आउ गोटे कथा शुणु आमर बर्तमान सद्गुरु समस्त बीज मंत्र धारण कले सद्गुरु धरिकी आमर संसार भितर आम रहिले खाली गुरु मंत्र जप कले किंतु बर्तमान मु उदाहरण स्वरूप तो हेले भी आमर दयानिधि कका हो मार्कंडिया हो आम साईर जो आम गुरुधारा जो भक्त मान सब अच्छा सब बीज मंत्र सद्गुरु धरी किंतु धरी जी बीज मंत्र धरी से कौन उद्धार जीवे ना सद्गुरु इलाका माड़ी जे नाही संदेह मुक्ति हेब से हो किंतु मात्र यही जो गुरु सद्गुरु यही जो गुरु अटंती सद्गुरु ए दृढ़ विश्वास द्वारा दृढ़ विश्वास अच्छी आम स्वामीजी रामकृष्ण ठाकुर गुरुजी स्वामीजी आम सद्गुरु ये विश्वास अच्छी नाम भी जपुंट शुणु नाम जपुंट किंतु से उद्धार हो कि ना उद्धार हो निश्चय सद्गुरु धरते निश्चय उद्धार हेबे बुझल सद्गुरु केबे जपा नाम दियंती नहीं ना शुणु बाबा मु अवश्य खाली उदाहरण देनी प्राक्टिकल माने ना भी ठीक कहया कथा ना मु निजे अनुभव करूची सहित पुणी अंगे अंगे लिभाऊची प्रकृति भावधारा एवं कर्म ठीक नहीं किंतु मंत्र धरछंती बीज मंत्र धारण करछंती जाउछंती आश्रम जाउछंती नाम भजन करूछंती किंतु मु अनुभव निजे मु प्राक्टिकल सहित अंगे लिभाऊची किंतु कर्म ठीक नाही ताने से केमिति उद्धार हेबे ना हबे सुन कर्म ठीक नथिले मध्य से किंतु उद्धार हेबे किंतु सेटा ए जन्म रे केते जन्म बीती जीव ठीक ठिकाना ना बहुत जन्म बीती जीव हैला कि ये कर्म ठीक कला से अल्प दिन उद्धार पाइबो जे कर्म भूल कला ताकू बहुत वर्ष लागि जीव ताकू उद्धार हवा बुझ पाइल तेणु से कर्म ठीक नहीं किंतु गोटे कथा हला कौन ना गुरु ताकू चेतना दे देले हला सेई चेतनाटा को से भूलीगला ना किंतु दिन आसबे से अनुताप करिवो जेतले अनुताप करिवो से पाइबो बुझिबो टाइम चल जीवो समय चल जीवो मु तो गोटे उदाहरण दउची तू जानि पारे मन करा जो मु कहिथिले अरे मदन एई बाटटा जीवा भूल तू किंतु कथा मानिलु पुणी सेई बाटरे गलु जाई साले जेतले ठकिले शिखंती बोलिन जहा लोके कहंती द्वार बंध जेबे बाजई माथे नही चालंती तेणु जेतले से ठकिबो सेटु कह हे बाबा मत कहते जीवाई मु तो चलीगली भूल है सेठू अनुताप आसला ना ठीक जिते तुम ठक गुरु नाम को जो अचेत हो बुझल कि पुणी दिन आसो केते जन्म बीतीज दिने ना दिने तुम चेतना फेर जिते चेतना फेर तुम पुणी ठीक बाट को आसो कि से बहुत जन्म बीती जाइए कम बुझीपार ना ये जन्म मुक्ति पाइबे सेमती किसी माने ना ये जन्म चलीगला केते जन्म पलैब है कि जदि आम ठीक कर्म करवा दरकार जन्म आम मुक्ति पाई भूल कल कल जन्म जन्म बीतीज कौन ठीक अच्छे से अनेक भी मत भी अनेक मो सांग मैंने कहते अरे आम गुरु धरीनु आम नाम भी धरीनु बीज मंत्र धारण करना किंतु आम विवेक अनुजाई भगवान आमको नाक कान बुद्धि ज्ञान विवेक सब देकी छाड़ी देछि आम निजे विवेक निजे को निजे अनुभव कर मो सांग भी बहुत भल पिलाटे सांगटे कहला मु तो गुरु धरीने ये करने चलो देखिए प्रत्येक आत्मा कथा मु बुझीपारुछि एवं किए भूल बाट ठीक कथा सब जानी पारुछि मु एकदम ठीक कर्म करी चलछि मोर पुणी बीज मंत्र धारण कर
କରିବା ଦରକାର ଆଉ ସଦ୍ଗୁରୁ ଧରିବା କଣ ଆବଶ୍ୟକ ମୋର କିଛି ଆବଶ୍ୟକ ନାହିଁ। ପୁଣି ଭାଗବତ କଥା କହିଦେବେ କଣ ଉଦ୍ଧବ ସେ ଯୋଉ ଟପିକଟା କଣ ହବ ନା ବୈଦିକା ଯିବି କି କାରଣ ସେ ଯୋଉ ମାନେ ସକଳ ତୀର୍ଥୋଚ୍ଚାରଣ ବୈଦିକା ଯିବି କି କାରଣ ଏ କଥା ବି ଉଦାହରଣ ଦେଇଦେଇକି ସେ କୁହନ୍ତି। ଆଉ ତେଣୁକରି ମୁଁ ତ ନିଜେ ସଂସାର ଭିତରେ ମତେ ଏମିତି ଭଗବାନ ମତେ ବିବେକ ଅନୁଯାୟୀ ଏମିତି ଜ୍ଞାନ ମତେ ଦେଇଛନ୍ତି ମୁଁ ଜାଣିପାରୁଛି ଏଇଟା କନେ ଭୁଲ ଏଇଟା କନେ ଠିକ। ସେଇ ହିସାବରେ ମୋ ବିବେକକୁ ପଚାରିକି ମୁଁ ତ କର୍ମ କରି ଠିକ ଚାଲିଛି। ମୋ ସ୍ତ୍ରୀ କି ଯେମିତି ରୂପରେ ଯେମିତି ଭାବରେ ସ୍ତ୍ରୀ ସହିତ କର୍ମ କରିବା ଦରକାର ସେମିତି କରୁଛି। ମୋ ଛୁଆ ପିଲାଙ୍କୁ ପରିବାରକୁ ନେଇକି ଯେମିତି ସଂସାର ଭିତରେ ଯେମିତି କର୍ମ କରିବା କଥା କରୁଛି। ସବୁ କ୍ଷେତ୍ରରେ ମୋର ଠିକ ଠାକ ସବୁ ଚାଲିଛି। ତାହେଲେ ମୁଁ ଉଦ୍ଧାର ହେବି ନା ହେବି ହବ ନାହିଁ। ଉଦ୍ଧାର ହବ ନାହିଁ। ଉଦ୍ଧାର ହବ ନାହିଁ। ସିଏ ସିନା ସଂସାରରେ ଠିକ ଠାକ କାମ କରୁଛି। ସେ ସଂସାରରେ ଯୋଉ କାମ ଠିକ ଠାକ କରୁଛି ସେଗୁলো ସବୁ ଇନ୍ଦ୍ରିୟ ଜନିତ କର୍ମ ବୁଝିଲୁ କି। ଆମେ ଉଦ୍ଧାର ହବା ପାଇଁ ହେଲେ ଇନ୍ଦ୍ରିୟରୁ ନିବୃତ୍ତ ହବା ଦରକାର। ମନେକର ଆଖିରେ ମୁଁ ଦେଖୁଛି ଆସକ୍ତଟା ମୋର ବଢୁଛି ତେଣୁ ଇନ୍ଦ୍ରିୟ ଜନିତ କର୍ମରେ ସଂସାର ଯୋଉ କରୁଛି ତାର ଆସକ୍ତ କଟୁ ନାହିଁ। ସେ ଠିକ ଠାକ କରୁଛି ବିବେକ କରୁଛି। ନାଇଁ ମୁଁ ତାକୁ କହିଲି ମୁଁ କହିଲି ଆରେ ତୁ ଯୋଉ କଥା କହିଲୁ ବର୍ତ୍ତମାନ ତତେ ପଚରାଯିବ ତୁ ତୋ ବାପ ନାଁ କଣ ତାକୁ ପଚାରିନି। ମୁଁ ତୋ ବାପ ନାଁ କଣ ଅମକେ ତାହେଲେ ତୁ ତ ସବୁ ତ ସାରା ସଂସାର ସାରା ତୋର ବାପ ସମସ୍ତଙ୍କ ନାଁ କହିଦେବୁ ସେମିତି ନୁହେଁ। ତାକୁ କହ ତୁ ଠିକ କରୁଛୁ ତୋର ସଦଗୁରୁ କରିବା ଦରକାର ନାହିଁ। ସେ ଲୋକକୁ ବୁଝେଇ ହବନି। ଆଜ୍ଞା ସେ ଲୋକକୁ ବୁଝେଇବନି ତାକୁ ତୁ ଠିକ କରୁଛୁ ତୋର ସଦଗୁରୁ ଦରକାର ନାହିଁ ତୁ ଠିକ ମୁକ୍ତି ପାଇବୁ। କିନ୍ତୁ ଗୋଟିଏ କଥା ହଉଛି ତାର୍କିକ ପଣ୍ଡିତେ ପ୍ରପଞ୍ଚ ଅସ୍ତିତ୍ୱ ସତ୍ୟ ସିଦ୍ଧ କରି ରହନ୍ତି ମଜି ବୁଝିଲୁ କି। ଶୂନ୍ୟବାଦୀ ଶୂନ୍ୟ ବିଶ୍ୱକୁ ଦେଖେଇ ଶୂନ୍ୟରେ ରହିଣ ସଂସାର ତେଜି। ଜନଜଗତରେ ସବୁ ଲୋକଙ୍କୁ ତମେ ବୁଝେଇଦବ ସେମିତି କିଛି ମାନେ ଅଛି। ତେଣୁ ଯିଏ ତାର ବୁଝିପାରିଲା ତାର ଆଉ ଗୋଟେ କଥା ପୂର୍ବଜନ୍ମର କର୍ମ ଠିକ ନଥିଲେ ତମେ ବୁଝିପାରିବନି କସିବିନି କାଳେ। ତେଣୁ ସିଏ ଯୋଉ ଠିକ ଅଛି ସେ ବୁଝିପାରୁ ପୂର୍ବଜନ୍ମ ତାର ଠିକ ଅଛି। ତ ଆମେ ବର୍ତ୍ତମାନ ତାଙ୍କୁ ଯଦି ଏଇ ଟାଇପର ଯେତେବେଳେ ସେ ଯୁକ୍ତି କରିବ ସେ ବୁଝିବ ସିଏ କିନ୍ତୁ ବୁଝିବା ସିଏ ତାର ଗୋଟେ ଇଣ୍ଟରେଷ୍ଟେଡ ବାବାଙ୍କ ସହିତ ଟିକେ କଥା ହେଲେ ମୁଁ କ୍ୱେଶ୍ଚନ କଲେ ସେ ଜାଣିଛି ସବୁ ଠିକ ସଦ୍ଗୁରୁ ସେ ଠିକ ଜାଣିଛି ଯେ ପ୍ରକୃତରେ ଆଉ ଆମେ ଯେମିତି ପାଠ ପଢୁଛନ୍ତି ଗୁରୁ ଧରିବାକୁ ପଡିବ ଅବଧୂତ 24 ଗୁରୁ କରିଥିଲେ ଆମକୁ ନିହାତି ଉଦ୍ଧାର କ୍ଷେତ୍ର ପାଇଁ ଆମର ବୀଜ ମନ୍ତ୍ର ନିହାତି ଆମର ଦରକାର। ସେ ଜାଣିଛି ଜାଣିଲା ଭିତରେ ଆପଣଙ୍କ ସହିତ ସେ ଡିସ୍କସ କରିକି ତାର ଜ୍ଞାନଟାକୁ ବଢେଇବା ପାଇଁ ସେ ଚାହୁଁଛି। ଆପଣ ଯଦି ସେ କ୍ଷେତ୍ରରେ ଡିସ୍କସ ଅର୍ଥ ତର୍କ ନୁହେଁ। ମୋ କଥା ଶୁଣୁ ଯେ ଦି ପ୍ରକାର ଡିସ୍କସନ ଅଛି। ଗୋଟେ ତର୍କ ଅଛି ଗୋଟେ ଅନୁନୟ ଅଛି। ଭାଗବତରେ କଣ କହୁଛି ସୁଖ ଚରଣ ତଳେ ପଡି ସୁଖ ଚରଣ ତଳେ ପଡି କହେ ପରୀକ୍ଷ କର ଯୋଡି ଅର୍ଥାତ୍ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନଂ ଜ୍ଞାନୀନ ତତ୍ତ୍ୱଦର୍ଶିନ। ତେଣୁ ସେ ପରିପ୍ରଶ୍ନ କରିକିରି ନ୍ୟୁନ ପ୍ରଶ୍ନ କଲେ ତମେ କିଛି ଜ୍ଞାନ ବୁଝିବ ତର୍କ କଲେ ବୁଝି ହବନି। ବୁଝିପାରୁଛୁ କି। ତାହେଲେ ଏଥିରେ କହିବା କଥା ଉଦ୍ଦେଶ୍ୟ ଆର ହଉଛି ସାର କଥା ହଉଛି ତାର ଦରକାର ଯଦି ଜ୍ଞାନ କିଛି ଆହରଣ କରିବାର ଅଛି ସଦ୍ଗୁରୁଙ୍କ ହଉ ବା ଯେକୌଣସି ଭଲ ଲୋକ ହଉ ତାଙ୍କ କତରୁ ଶୁଣିବାର ଅଛି। କିଛି ଜ୍ଞାନ କଥା ଶୁଣିଲେ ଜ୍ଞାନଟା ବଢେ। ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରଶ୍ନ ପଚାରିଲା ଅର୍ଥ ତର୍କ ହେଇଯିବ। ସେ ତର୍କ ମାନେ ଦି ଜଣଙ୍କର ଯେମିତି ଅଲଗା ଅଲଗା ଧାରଣା ଅଛି। ତର୍କ ମାନେ ଅଲଗା ଅଲଗା ଧାରଣା। ଗୋଟିଏ ଭାବଧାରା ଉପରେ ଯଦି ଆଲୋଚନା ହୁଏ ତାହେଲେ ସେଇଟା ହଉଛି ସେଇଟା ଠିକ। ଭାବଧାରା ବଦଳି ସେ ଜଣେ ଯଦି ବାର ଯୁକ୍ତି କରିବ ନା ଏଇଟା ମୁଁ ଏଇ ବାଟରେ ଯିବା ଠିକ ମୁଁ ଗୁରୁ ଧରିବିନି ମତେ ସେ ଆପଣ କହିବା କଥା ହଉଛି ତାଙ୍କୁ ଛାଡି ଦିଅ। ସିଏ ତ ଜାଣିଛି ସିଏ ତ ମୁଁ ଠିକ ମୁଁ ଜାଣିଛି ତେଣୁ ତୁ ତ ଜାଣିଛୁ ଠିକ ତୁ ତ ତେଣୁ ଆମର ଆଉ ଗୋଟେ କଥା ଆମର ଯୋଉ ଧର ସିଏ ବି ଗୋଟେ କଥା ବର୍ତ୍ତମାନ ଧର ଆମର ଆଶ୍ରମ ଗୁରୁକୁଳ ଅଛି ଆଶ୍ରମ ଗୁରୁକୁଳ ଯୋଉ ଅଛି ଆମର ପ୍ରବଚନ ସବୁ ଚାଲିଛି ଦୁନିଆରେ ସବୁ ବର୍ତ୍ତମାନ ଯଦି ସେମାନେ ସମସ୍ତେ ଭାବିବେ ଏ ସଂସାରରେ ଯିଏ ସବୁ ତ ଏମିତି ଭୁଲ ଭାଲ ଭାବନା ହଉଛନ୍ତି ଆମେ ଆଉ କାହିଁକି ବୁଝେଇମୁ କାହିଁକି କହିମୁ ସେ ତାଙ୍କ ବାଟରେ ଯାଆନ୍ତୁ ଏମିତି ଯଦି ଭାବନା ନେଇକି ଯଦି ଆଉ ଲୋକଙ୍କୁ ଯଦି ନ ବୁଝେଇଲେ ନା ନ ବୁଝେଇବାଟା ଠିକ। ପ୍ରବଚନ ଦଉଛନ୍ତି ବାବା ପ୍ରବଚନ ଦଉଛନ୍ତି ମୁଁ ବୁଝଉଛି ଶୁଣୁ କାହାକୁ ବୁଝେଇବା ଠିକ ନୁହେଁ। କାରଣ କଣ ଶୁଣୁ ଯାହାର ପୂର୍ବ କର୍ମର ସୁକର୍ମ ଥିବ ବୁଝିଲୁ କି ସେ ବଳେ ଖୋଜି ଖୋଜିକି ସଦ୍ଗୁରୁ ପାଖକୁ ଆସିବ। ସଦ୍ଗୁରୁ ଯିବେନି ତା ପାଖକୁ। ମୁଁ ବୁଝେଇ ଦଉଛି ତତେ ଗୋଟେ ବଢିଆ ଉଦାହରଣ ମୁଁ ତତେ ଦଉଛି। ଫୁଲର ଧର୍ମ ହେଲା ଫୁଟିବ ଏବଂ ବାସିବ କିନ୍ତୁ ଭଅଁରର ଧର୍ମ ହେଲା
ସେ ବାସ୍ନା ଶୁଙ୍ଗି ତା ପାଖକୁ ଆସିବ। ଫୁଲ ଯିବନି ଭଁର ପାଖକୁ, ଫୁଲ କେବଳ ବାସିବ, ବାସ୍ନା ଶୁଙ୍ଘିକି ତା ପାଖକୁ ଆସିବେ। ମୁଁ ଗୋଟେ ଉଦାହରଣ ଦଉଛି, ମୁଁ ବର୍ତ୍ତମାନ ୟୁଟ୍ୟୁବ ମାଧ୍ୟମରେ ମୁଁ ଜଣେଇଦେଲି ଯେ ବିଶ୍ୱମ୍ବର ବାବା ଏଇ କଥା ଜାଣନ୍ତି। ଲୋକ ଜାଣିଗଲେ ଯେ ବିଶ୍ୱମ୍ବର ବାବାଙ୍କ ପାଖରେ ଏଇ ଜ୍ଞାନ ଅଛି। ସେ କୋଉ ଲୋକଙ୍କୁ ସେ ଆହ୍ୱାନ କରି ଆସ ବୋଲିକି ଲୋକ ବଳେ ବଳେ ଆସି ପହଞ୍ଚୁଛନ୍ତି। ତେଣୁ ଏ ଲୋକ ବଳେ ପହଞ୍ଚୁଛନ୍ତି କାହିଁକି ନା ସବୁ ଲୋକ କର୍ତ୍ତା ବୋଲି ଆସିବେ କି? ନା ସବୁ ଲୋକ ଯିବେନି। ତେଣୁକରି ପ୍ରବଚନ ଦିଆ ହଉଛି, ସବୁ ଲୋକ କଣ ଶୁଣିବେ ବୋଲି ଗୋଟେ ସେ ପ୍ରବଚନ ଦଉଛି କଣ? ତେଣୁ ଆଜି ଗୋଟେ କଥା ଶୁଣ, ଆଜି ବର୍ତ୍ତମାନ ଆଜି କାଲି ଭିତରେ 20 ଜଣ ଲୋକ ଆସିବେ। ସେ ରାୟଗଡ଼ାରୁ ଆସିବେ, ନରସିଂହପୁରରୁ ଆସିବେ, ଭୁବନେଶ୍ୱରରୁ ଆସିବେ, ବାଲେଶ୍ୱରରୁ ଆସିବେ, କଣ ନେମାଳ ପାଖରୁ ସାଲେପୁରରୁ ଆସିବେ। ସାଲେପୁର ଜଣ ଆସିକି ଯାଇଛନ୍ତି। ଏଇ ଯୋଉ ଲୋକ ସବୁ ଆସୁଛନ୍ତି ବିଞ୍ଝାରପୁର ଆସିବେ, ମୁଁ କଣ ତାଙ୍କ ପାଖକୁ ଯାଇଛି? ତାଙ୍କୁ ଆଉ ସେମାନେ କାହିଁକି ଆସିଲେ ନା ସେମାନେ ଆସିବାର କାରଣ ସେମାନଙ୍କର ପୂର୍ବ ଜନ୍ମର ସୁକୃତ ଅଛି। ହେଲା କି ସେମାନେ ଯେତେବେଳେ ଶୁଣିଲେ ଦେଖିଲେ ଯୋଉ ଜିନିଷ ସେମାନେ ଖୋଜୁଥିଲେ ମନ ଭିତରେ ଯୋଉ ଜ୍ଞାନ ଗୁଡାକ ଖୋଜୁଥିଲେ ଦେଖିଲେ ସେଇ ଜ୍ଞାନ ଗୁଡାକ ଏଇ ଜାଗାରୁ ମିଳିବ। ବଳେ ବଳେ ପହଞ୍ଚିଲେ ନା ଆଉ। ତେଣୁ ଖାଦ୍ୟ ତାଙ୍କ ଖାଦ୍ୟଟା ଏଇ ଜାଗାରେ ଅଛି। ବାସ୍ ସେ ଆସିଲେ ସେଇଭଳି ପ୍ରକାର କୌଣସି ଲୋକକୁ ତମେ ବୁଝାଅ ନା, ହେଲା କି? ଆଉ ଯିଏ କହୁଛି ମୁଁ ବୁଝିଛି ତାହେଲେ ଠିକ ଅଛି, ତୁ ଠିକ ବୁଝୁଛୁ, ହେଲା କି? ତୁ ଠିକ ବୁଝୁଛୁ, ତୁ କହୁଛୁ ହ୍ୟାଲୋ ଶୁଣୁ, ତୁ କହୁଛୁ ମୋର ସଦଗୁରୁ ଦରକାର ନାହିଁ ନା, ଠିକ ଅଛି। ଆଉ ତୋ ସଦଗୁରୁ ତୁ ପାଇଯାଇଛୁ, ତୋର ସଦଗୁରୁ ଆଉ କଣ ଦରକାର? ଆଉ ଗୋଟେ କଥା, ବର୍ତ୍ତମାନ ଆପଣଙ୍କର ନିଜର ବର୍ତ୍ତମାନ ବହୁତ ଦୂର ଦୂରାନ୍ତର ଯୋଉଟା କି ତାଙ୍କୁ ଭୋକ ଲାଗୁଛି ଏବଂ ତାଙ୍କ ହୃଦୟ ଭିତରେ ବିରାଜମାନ ଆପଣଙ୍କର ଜ୍ଞାନ ହେଇପାରୁଛି, ସେମାନେ ଏତେ ମାନେ ପାଗଳ ହେଇଯାଉଛନ୍ତି ସେ ବର୍ତ୍ତମାନ ଆପଣଙ୍କ ଜ୍ଞାନକୁ ପାଇବା ପାଇଁ ବା ଆପଣଙ୍କ ପାଖକୁ ଆସିବା ପାଇଁ ଏମିତି ହଉ। କିନ୍ତୁ ଆଉ ଆପଣଙ୍କ ପାଖରେ ବି ନିଜର ଲୋକ ଅଛନ୍ତି, ସେ ଶୁଣୁନାହାନ୍ତି, ଟିକେ ଭାବିବେନି କି ଶୁଣିବେନି। ମୁଁ ବା ପୂର୍ବରୁ କହିନି, ପୂର୍ବ ଜନ୍ମର ସଂସ୍କାର ନଥିଲେ ସେମାନେ ଆସିପାରିବେନି। ପୂର୍ବ ଜନ୍ମର ସଂସ୍କାର ଯାହାର ଥିବ ସେଇ ଲୋକ ହିଁ କେବଳ ଆସିବ, ବୁଝିଲ? ଭାବକୁ ନିକଟ ଅଭାବ ଦିଗର ଭାବ ନାହିଁ ତ ଯେତେ ପାଖରେ ଆପଣ ପାଖରେ ଥିଲେ କଣ ହବ? ଆଉ ଗୋଟେ କଥା ଶୁଣୁ, ଦୀପ ତଳ ଅନ୍ଧାର ନୁହେଁ କି? ହଁ ଦୀପ ତଳ ଅନ୍ଧାର। ଦୀପଟା ଚାରିଆଡକୁ ଆଲୋକ ଦଉଛି କିନ୍ତୁ ତା ତଳିଟା ଦେଖିବୁ ସୁଦୁ ଅନ୍ଧାର। ସେମିତି ସେମିତି ସାଧୁ ସନ୍ନ୍ୟାସୀ ଯେତେବେଳେ ଦେବେ ତାଙ୍କ ଦୀପ ତଳ ହଉଛି ତାଙ୍କ ପାଖ ଆଗ ଲୋକେ। ସିଏ ସବୁ ଅନ୍ଧାର କଲା। ହଁ ଏଇ ବାବା ତ ଆମରି ପାଖରେ ଆସି ଭିକ ମାଗିକି ନଉଥିଲା ବସୁଥିଲା, ଇଏ କଣ ଜାଣିଛି? ବୁଝିଲ? ଏଇ ଧାରଣାଟା ମୋର ଗୋଟେ ବଡ ପୁଅ, ସାନ ପୁଅ ବର୍ତ୍ତମାନ ବସିଲେଣି ଖାଇବାକୁ, ପୁଣି କେତେବେଳେ କଥା ହବା। ଆଜ୍ଞା ହଁ ଖାଆନ୍ତୁ।